जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आस्ट्रो सेशन को आगू बढ़ेगा। आस्ट्रो सेशन क्रम आज पढ़ा 4 आउट 10 एक्सिस। 4 आउट 10 एक्सिस एत इंपोर्टाट कौन पे से विषय आज आम जाना। मो गुरु कहती संसार सबुठ बड़ जिनस हूँ मन। वेद कहे यज्जाग्रत दूर मुदयति दैवं तदुसुप्तस्य तथैवैति दूरंगमं ज्योति संज्योतिरेकं तन्मे मन शिव संकल्पमस्तु। एटा हूँ ऋग्वेदर गोटे ऋचा जो शिव संकल्प सुक्त विषय क्लीयरली वर्णन करा जो मनर विभिन्न प्रकार अवस्था एवं मनर महात्म्य एवं प्रत्येक कर्मकांड रे जेतेବେଳେ ଆମର संकल्प କରାଯାଏ ସେତେବେଳେ ଏଇ ଋଗ୍ବେଦର ଏଇ ऋचाटाକୁ ପଢାଯାଏ ताकि ସମସ୍ତ ମୁଣ୍ଡରେ ଏଟା ବିରାଜମାନ କରୁ ସମସ୍ତ ମୁଣ୍ଡରେ ରହୁ ଯେ ମନର ତାକତ କେତେ। ଏ ସଂସାରରେ ଯାହା କିଛି ଯେମିତି ବି ସୃଷ୍ଟି ହେଇଛି ସେଟା ମନରୁ ହିଁ ସୃଷ୍ଟି ହେଇଛି। ଚାहे ସେ ବେଦ ହଉ ଚାहे ସେ ଯେକୌଣସି ଆଡଭାନ୍ସ ଟେକ୍ନୋଲୋଜି ହଉ। ସନାତନ ଧର୍ମ ବାଲା ବିଶ୍ୱାସ କରନ୍ତି ଯେ ବେଦରେ ସବୁ କିଛି ଜିନିଷର ସତ୍ତା ନିହିତ ଅଛି, ସବୁ କିଛି ଜିନିଷର ଷ୍ଟୋରି, ସବୁ କିଛି ଜିନିଷର ଅ ଗୂଢ ରହସ୍ୟ ବେଦରେ ନିହିତ ଅଛି। ସେଥିପାଇଁ ପୁରାତନ ଆଚାର୍ଯ୍ୟ ମାନେ ବେଦକୁ ବହୁତ ଭଲସେ ପ୍ରାକ୍ଟିସ କରନ୍ତି ଏବଂ ବେଦର କଥା ଉପରେ କାମ କରନ୍ତି। ହଁ, ତ ବେଦ କଣ କହେ? ବେଦ କହେ ଯେ ଶ୍ରୁତି, ମୁଁ ହଉଛି ଶ୍ରୁତି, ମତେ ଶୁଣି ଶୁଣି ମନେ ରଖ। ମତେ ଶୁଣି ଶୁଣି ମନେ ରଖ, ମତେ ଶୁଣି ଶୁଣି ମନେ ରଖ ମାନେ ମୁଁ କଣ ଶୁଣିକି ମନେ ରଖିବ? ନା ତାର ଭାଷ୍ୟଟା, ଏବଂ ତମେ ସେଟାକୁ ବୁଝିବାକୁ ଚେଷ୍ଟା କର ଏବଂ ଜୀବନରେ ଇମ୍ପ୍ଲିମେଣ୍ଟ ଚେଷ୍ଟା କରିବାକୁ ଚେଷ୍ଟା କର। ଯଦି ଭାଗବତ ପଢିବ ସେଥିରେ ସେମାନେ ବେଦର ଏତେ ପାୱାର ଥିଲା ଯେ ବ୍ରାହ୍ମଣ ମାନେ ଗୋଟେ ଦୁରାଚାରୀ ରାଜାକୁ ମାରିକି ତାର ଶରୀର ମନ୍ଥନ କରିକି ତା ଦେହରୁ ନାରାୟଣକୁ ପ୍ରକଟ କରିଦେଇଥିଲେ ଏଇ ବେଦ ମନ୍ତ୍ର ମାଧ୍ୟମରେ। ଠିକ ଅଛି ନା? ଏ ସଂସାରର ସବୁଠୁ ସବୁ କିଛି ଜିନିଷ ଇଥର ଲେୟାର ରେ ୱାର୍ଡସ ର ଭାଇବ୍ରେସନ ରେ ସମାହିତ ହେଇକି ରହିଛି। ଆମେ ଆମର ଯୋଗ୍ୟତାକୁ ଯେତେ ମାତ୍ରାରେ ଇମ୍ପ୍ରୁଭ କରିବା ଆମେ ଆମର ପ୍ରତ୍ୟେକ ଭୂତ ଭବିଷ୍ୟ ବର୍ତ୍ତମାନ ସେତେ ମାତ୍ରାରେ ଜାଣିପାରିବା କି ଆଗକୁ ଯିବା କଣ ହଉଛି, ପ୍ରିଭିୟସଲି କଣ ହେଇଥିଲା ମୋ ସହିତ ଏବଂ ବର୍ତ୍ତମାନ ମୋ ସହିତ କଣ ହବ, ଯୋଉଟା କି ଜ୍ୟୋତିଷର ମେନ୍ ଫଣ୍ଡା। ମୁଁ ଏଇ ସବୁ ଜିନିଷ ଏତେ ତବଜୁ ଦେଇକି କଣ ପାଇଁ କହୁଛି? ମୁଁ ଏଇଆ କହିବାକୁ ଚାହୁଁଛି ଯଦି ମଣିଷ ମନରୁ ହାରିଗଲା ତାହେଲେ ହାରିଗଲା। ମଣିଷ ସେ ପର୍ଯ୍ୟନ୍ତ ଯେ ହାରିନି ଯେ ପର୍ଯ୍ୟନ୍ତ ତାର ମନ ଆକ୍ସେପ୍ଟ କରିନି କି ମନ ମୁଁ ହାରିଗଲି ବୋଲି। ଯୋଉ ମଣିଷ ଜନ୍ମ ହେଇଛି ମାନେ ମୃତ୍ୟୁ ସତ୍ୟ, ତାକୁ କେହି ହଟେଇ ପାରିବେନି। ଜନ୍ମ ହେଲା ପରେ ଯଦି ଗୋଟେ ଜିନିଷ ତୁମକୁ ପିଛା କରି କରି ଚାଲିବ ଦ୍ୟାଟ ଇଜ ଡେଥ। ମରିବା ପାଇଁ ତ ହଜାର ପ୍ରକାର ସଂସାଧନ ଅଛି, ବଞ୍ଚିବା ପାଇଁ କି ଗୋଟେ ସଂଘର୍ଷ। କାହାର ଏଠି ପଇସା ପାଇଁ ସଂଘର୍ଷ, କାହାର ଏଠି ଭଲ ପାଇବା ପାଇଁ ସଂଘର୍ଷ, କାହାର ମ୍ୟାଟେରିଆଲ ଜିନିଷକୁ ପାଇବା ପାଇଁ ସଂଘର୍ଷ, କାହାର ପଇସା ପାଇଁ ସଂଘର୍ଷ, କାହାର ଜୀବନ ବଞ୍ଚିବା ପାଇଁ ସଂଘର୍ଷ, ଟେରରିଷ୍ଟ ମାନଙ୍କର ସଂଘର୍ଷ, ଆର୍ମି ବାଲାଙ୍କ ସଂଘର୍ଷ, ସ୍ପାଏ ଏଜେଣ୍ଟଙ୍କ ସଂଘର୍ଷ। ସଂଘର୍ଷ ଚାଲିବ, ବିନା ସଂଘର୍ଷରେ କିଛି ହେବ ହିଁ ନାହିଁ। ଏ ସମ୍ମାନ ସଂସାର ପାଇଁ ସଂଘର୍ଷ, ସଂଘର୍ଷ ସମ୍ମାନ ପାଇଁ ସମସ୍ତ ପାଇଁ, ସବୁ ପାଇଁ, ସବୁ ପାଇଁ ସଂଘର୍ଷ କରିବାକୁ ପଡିବ। ଯଦି ଭଲ ପ୍ଲାନେଟ ବସିଥିବ ଫୋର୍ଥ ହାଉସ ରେ ତାହେଲେ ସଂଘର୍ଷ କରିବା ଆବଶ୍ୟକତା ନାହିଁ, ତୁମ ମେଣ୍ଟାଲ ପ୍ଲେନ ପୁରା ପରଫେକ୍ଟ ରହିବ। ଆଉ ଯଦି ଶନି କେତୁ ମଙ୍ଗଳ ରାହୁ ଏଇଭଳିଆ ପ୍ଲାନେଟ ବସିଗଲା ତମର ଫୋର୍ଥ ହାଉସ ରେ ଯିଏ କି ମନକୁ ଡୋମିନେଟ କରନ୍ତି, ବିଶ୍ୱାସ କର ତମେ ଅନନ୍ତ ବ୍ରହ୍ମାଣ୍ଡ ଅନନ୍ତ କୋଟି ବ୍ରହ୍ମାଣ୍ଡର ପଇସା ଯଦି ତମ ପାଖରେ ଅଛି ବି ତମ ମନ ସାଟିସ୍ଫାଏ ହବନି। ତ ଆମେ ଫୋର୍ଥ ହାଉସ ରୁ କଣ ଦେଖୁ? ଫୋର୍ଥ ହାଉସ ଜେନେରାଲି ଦେଖାଏ ତୁମର ମା କୁ, ତୁମର ମନକୁ,
ତୁମର ଘରକୁ, ତୁମର ସୁଖକୁ, ତୁମର ମାନସିକ ଶାନ୍ତିକୁ। ଏଇଟା ହେଲା ତାର ପଜିଟିଭ ଆସ୍ପେକ୍ଟସ। ତମେ କେତେ ଘୋଡା ଗାଡି, ତମେ କେତେ ଜିନିଷ କିଣିବ, ତୁମର କାଷ୍ଟରେ ପ୍ରତି ତୁମର କେତେ ଭଲ ପାଇବା ରହିବ, ଇଏ ସବୁ ସବୁକୁ ଫୋର୍ଥ ହାଉସ ରୁଲ କରେ, ଯୋଉଟା କି ମଣିଷ ଜୀବନରେ ଦରକାର, ଅତ୍ୟନ୍ତ ନିଡ। ମଣିଷ ଜୀବନ ଘର ଦରକାର ନି, ଘର ଦରକାର। ମଣିଷକୁ ଶାନ୍ତି ଦରକାର ନି, ଦରକାର। ମଣିଷକୁ ସୁଖ ଦରକାର ନି, ଦରକାର। ମଣିଷକୁ ଆନନ୍ଦ ଦରକାର ନି, ଦରକାର। ସବୁ ଦରକାର ମଣିଷକୁ। ହେଲେ ମଣିଷକୁ ସବୁଠୁ ଅଧିକା କଣ ଦରକାର ନା ମେଣ୍ଟାଲ ପିସ୍। ଯଦି ସେଇଟା ନାହିଁ, ହେଲେ ଦୁନିଆରେ ଯେତେ ଯାହା ହେଲେ ବି କିଛି ଭାସି ଯାଉନି। କିଛି ଆବଶ୍ୟକତା ହିଁ ନାହିଁ ସଂସାରରେ। ମଣିଷ ଯଦି ଶାନ୍ତି ଆନନ୍ଦରେ ନ ରହିଲା, ତାହେଲେ ଆଉ ତାର ତାର ଜୀବନରେ କଣଟା ରହିଲା? କିଛି ଆଉ ରହିଲା ହିଁ ନାହିଁ। କାରଣ ଫୋର୍ଥ ହାଉସ ର କ୍ୟାରେକ୍ଟର ଏଇଆ। ଏବେ ଟେନ୍ଥ ହାଉସ କୁ ପଳେଇ ଆସିବା। ଭାଇ ଟେନ୍ଥ ହାଉସ ରୁ କଣ ଦେଖୁ? ଆମେ ଦେଖୁ ଅଥରିଟି, ୱାର୍କ। ଆମେ ଯେକୌଣସି ଡେ ଟୁ ଡେ ରେ ୱାର୍କ କରୁଛୁ, ସେଇଟା ବି ଆମେ ଟେନ୍ଥ ହାଉସ ରୁ ଦେଖୁ। କୌଣସି ଜିନିଷରେ କିଏ କେତେ ସାମର୍ଥ୍ୟବାନ ହବ, ସେଇଟା ବି ଟେନ୍ଥ ହାଉସ ରୁ ଦେଖୁ। ଫେମ ଦେଖୁ, ନେମ ଦେଖୁ। ନେମ ଆଣ୍ଡ ଫେମ ପାଇବ କେତେ ସୋସାଇଟିରେ, ସେଇଟା ବି ଦେଖୁ। ଚାଣ୍ଟିଂ ଅଫ ମନ୍ତ୍ରଜ ବି ଦେଖୁ। ପ୍ରସ୍ପରିଟି ଦେଖୁ। ରେସପେକ୍ଟ ଦେଖୁ। ବେସିକାଲି ୱାର୍କ କ୍ଷେତ୍ରରେ ଯାହା ଯାହା ଜିନିଷ ଦରକାର, ଏମିତି ତ କହିଲେ ଚାଲିଥିବ, କହି କହି ଚାଲିଥିବ, ସେଇଟା ଦେଖୁ। ଏବେ ଏ ଆକ୍ସିସ ଟାକୁ ଭଲସେ ବୁଝ। ଖାତା ଦେଖିବାକୁ ଜଣେ ସାର୍ ଯାଇଛନ୍ତି, ବୋର୍ଡ ସ୍କୁଲରେ ଏକ୍ଜାମ ହେଇଛି, ଟେନ୍ଥ ପିଲାଙ୍କ ଖାତା ଦେଖିବାକୁ ସାର୍ ଯାଇଛନ୍ତି। ଘରୁ ବାହାରିଲା ବେଳକୁ ଘରେ ଡାଲମାଟା, ଅନ୍ନ ଡାଲମା ହେଇଥିଲା, ରୋଷେଇ ହେଇଥିଲା, ରୋଷେଇର ଭଜାଟା ପୋଡି ଯାଇଛି। ସ୍ତ୍ରୀ ଖାଇବାକୁ ବାଢିଛି, ସାର୍ ଖାଇଛନ୍ତି। ପୋଡା ଭଜା ଖାଇକି ସ୍ତ୍ରୀ କୁ କହିଦେଇଛନ୍ତି, "ଏ କଣ ତୁମେ ଏମିତି ରୋଷେଇ କରୁଛ, ଭଜାଟା ପୋଡିଗଲା।" ସ୍ତ୍ରୀ ସେଉଠୁ ତାର ଯେତିକି ସବୁ କାମ, ଘର କରଣା କାମ ସେଥିରେ ସ୍ୱାମୀକୁ ରିପ୍ଲାଏ ଦେଇ ଦେଇଛି, "ତୁମ ରୋଷେଇ କରୁଥିଲେ ସିନା ତୁମେ ଜାଣିବ କଷ୍ଟଟା।" ସେଠୁ ତାଙ୍କ ଭିତରେ ବଚସା ହେଇଯାଇଛି। ଉଭୟଙ୍କ ଭିତରେ ବହୁତ ଭଲ ପାଇବା ଅଛି, କିନ୍ତୁ ଏଇ ଛୋଟ ମ୍ୟାଟରକୁ ନେଇ ବଚସା ହେଇଛି। ସେ ସାର୍ ଯେତେବେଳେ ଖାତା ଦେଖିବାକୁ ଯିବେ ଟେନ୍ଥ ପିଲାଙ୍କର, ଏଇ 10ଟା ବେଳକୁ ଜଷ୍ଟ ଖାଇସାରିକି ଇଏ କରିକି ଖାତା ଦେଖିବାକୁ ଯିବେ, ସେ ପିଲା ଯେତିକି ଡିଜର୍ଭ କରୁଥିବ, 100ରୁ ଯେତିକି ନମ୍ବର, ସେ ସେତିକି ରଖିବ ତ? ଯୋଉଠି 5 ମିଳିବା କଥା ସେଠି 4 ଅଧେ ମିଳିବ ଲଙ୍ଗ କୋଶ୍ଚିନ୍ ରେ। ଯୋଉଠି 10 ମିଳିବା କଥା ସେଠି 8 ମିଳିବ। ପୋଡା ଭଜାର କମାଲ। ପୋଡା ଭଜାର କମାଲ। ପୋଡା ଭଜାର କମାଲ ନୁହଁ, ପୋଡା ଭଜା ଯୋଗୁ ମନରେ ଯୋଉ ରିଦିମ କ୍ଲାନ୍ତି ସୃଷ୍ଟି ହେଲା, ଯୋଉ ନେଗେଟିଭ ଭାଇବ ସୃଷ୍ଟି ହେଲା, ସେଟା କର୍ମକୁ କେତେ ମାତ୍ରାରେ ଆଫେକ୍ଟ କଲା। ସେଇ ଯୋଉ ପେପର ସେ ଇଭାଲ୍ୟୁସନ କଲା, ସେ ଇଭାଲ୍ୟୁସନ ରେ କେତେ ମାତ୍ରାରେ ପିଲାମାନଙ୍କର ମାର୍କ କମିଲା, କ୍ରିଏଟିଭ। ଆଉ ହଁ କେଇଟା କ୍ରିଏଟିଭ। ପିଲାଙ୍କର କମିଲା? ସେ କେତେ ଭଲ ଥାଉ ନା କାହିଁକି। ସେ ଯେତେ ଭଲ ଥାଉନା କାହିଁକି। ହୁଁ। ତେଣୁ ଇଏ 4 ଆଉ 10 ଆକ୍ସିସ୍ ଇଜ ଭେରି ଭେରି ଡେଞ୍ଜରସ୍ ଆକ୍ସିସ୍ ରିଲେଟେଡ ଟୁ ଲିଭିଂ ଆଣ୍ଡ ମେଣ୍ଟାଲ ହେଲ୍ଥ ଆଣ୍ଡ ପିସ୍। ତୁମେ ଯଦି ଏ ଗୋଟେ ଜିନିଷକୁ ବାଲାନ୍ସ କରିବାକୁ ଠାଣି ନେଲ, ବିଶ୍ୱାସ କର, ତମର ଯଦି ଜୀବନରେ ବାଲାନ୍ସ ଦରକାର ନା, ତାହେଲେ 4 10 କୁ ବାଲାନ୍ସ କରିବାକୁ ପଡିବ। କାରଣ ମନ ଠିକ ଅଛି, କାମ ଠିକ ଚାଲିବ। ମନ ଖରାପ ଅଛି, କାମ ଠିକ ଚାଲିବନି। କେତେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଦେଖୁଛ ତ? ହୁଁ।
ଏବେ ଆହୁରି ଗୋଟେ ଏକ୍ସାମ୍ପଲ ନବା, ଏଟା ହେଲା ନେଗେଟିଭ ଆସ୍ପେକ୍ଟ କୁ ଗଲା। ଗୋଟେ ଲୋକ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଛି। ଜଗନ୍ନାଥଙ୍କୁ ଦର୍ଶନ କରିଛି, ସେଦିନ ମନ୍ଦିର ଶ୍ରୀମନ୍ଦିରରେ ଭିଡ କମ। ଦର୍ଶନ କରିକି ଆସିଛି, ଆନନ୍ଦରେ ଗଦଗଦିତ ଅଛି। ତାକୁ ଗାଡି ଚଲେଇବାକୁ କୁହାହେଲା, ଗାଡି ଚଲେଇଲା। ତାର କିଛି ଭୁଲ ନାହିଁ, ଆଉ ଗୋଟେ ଗାଡି ଆସି ତାକୁ ବାଡେଇ ଦେଲା, ତା କାର ଚେପା ହେଇଗଲା। ସିଏ କିନ୍ତୁ ସେ ଜଗନ୍ନାଥଙ୍କ ଭାବରେ ଭାବିତ ହେଇକି ଅଛି। ସେ ଲୋକ ଆସିଲା ଓଲଟା ବାଡେଇକି ଝଗଡା କରିବା ପାଇଁ। ସେ ତାକୁ କିଛି ବି କହୁନି। ସେଇ ଯୋଉମାନେ ସେ ଆକ୍ସିଡେଣ୍ଟ ଟା ଦେଖିଲେ, ସେମାନେ ଆସିକି ସେ ଯୋଉ ଲୋକ ଯିଏ ଭୁଲରେ ବାଡେଇଥିଲା ତା ଉପରେ ଚଢୁଛନ୍ତି। ଇଏ କିନ୍ତୁ ସାଇଲେଣ୍ଟ। Whereas ଏ ଲୋକକୁ ମୁଁ ଦେଖିଛି, ଯିଏ ଛୋଟ ଛୋଟ କଥାରେ ରାଗିକି ପୁରା ନିଆଁ ଲଗେଇଦବା ଲୋକ। ତେଣୁ ସବଟଲ କଥାଟା ବୁଝନ୍ତୁ। ପରିସ୍ଥିତି ପରିବେଶ ତୁମକୁ ଚ୍ୟାଲେଞ୍ଜ ଦବ, ତମକୁ ଆନନ୍ଦ ବି ଦବ, ତମକୁ ଦୁଃଖ ବି ଦବ, ତମକୁ ପୀଡା ବି ଦବ, ତମକୁ ଶାନ୍ତି ବି ଦବ। ତୁମେ ମୁଁ ଏବେ କିଛି ଗୋଟେ ଜିନିଷ ତୁମକୁ ଗିଫ୍ଟ କରିବି, ତୁମେ ନେଲନି, ସେ ଜିନିଷଟା କାହାର? ମୋର। ପରିସ୍ଥିତି ପରିବେଶ ସେମିତି ଚ୍ୟାଲେଞ୍ଜ ଦବ। ଆମେ ମଣିଷ, ଆମକୁ କଷ୍ଟ ହବ, ପୀଡା ହବ, ଦୁଃଖ ଲାଗିବ, ଟେନସନ ଲାଗିବ, ସବୁ କିଛି ହବ ଆମ ସହିତ। ହେଲେ ଆମେ ଆମର ମେଣ୍ଟାଲ ପ୍ଲେନକୁ ସେତିକି ହାବି ହେବାକୁ ଦେବା ତ, ଯାହା ଦ୍ଵାରା ଆମେ ଆମର କର୍ମର ତାଲା ଆଉ ଚାବି ସେଇ ପରିସ୍ଥିତିର ହାତରେ ସମର୍ପଣ କରିଦେଇବା ନା, ଆମେ ଆମ ତାଲା ଆଉ ଚାବି ଆମ ହାତରେ ରଖିବା। ବଟ ସେଇଟା ସେଇ ଟାଇମରେ ମନେ ପଡିବନି। ଏବେ ଆମେ ଗ୍ରହର ଆବର୍ତ୍ତନ ବିଷୟରେ, ଏଇଟା ହେଲା ଗୋଟେ ଆସ୍ପେକ୍ଟ ଡିସ୍କସନ କଲି। ଏଇଟା ଗୋଟେ ହେଲା କି ବାସ୍ତବତା ସହିତ ମିଳେଇକି କେମିତି ଆମେ ତାକୁ ଆଲୋଚନାରେ ନଉଛେ। ଏବେ ସେକେଣ୍ଡ ଆସ୍ପେକ୍ଟକୁ ଯିବା। ତୁମେ ଯୋଉଦିନ ଜନ୍ମ ହେଲ, ଭଗବାନ ତୁମକୁ ଗୋଟେ ଲଗ୍ନ ଦେଲେ କି ଏଇଟା ହେଲା ତୋର ଇଏ ଦେବତା ହଉଛନ୍ତି ତୋର, ଇଏ ଲଗ୍ନର ସ୍ଵାମୀ ତୁ, ତୋ ମନର ସ୍ଵାମୀ ଇଏ, ତ କର୍ମର ଘରର ସ୍ଵାମୀ ଇଏ, ସମସ୍ତେ ଚେଞ୍ଜ ହଉଛନ୍ତି, ସମସ୍ତେ ହଉଛନ୍ତି, ଦେଇଦେଲେ ଭଗବାନ। ତୁମେ ସେ ଚାର୍ଟଟା ନେଇକି ଜନ୍ମ ହେଲ ତମର ପ୍ରାରବ୍ଧ କର୍ମଫଳ ହିସାବରେ। ଯୋଉଦିନ ଇଣ୍ଡିଆର ସବୁଠୁ ବଡ ଧନୀ ବ୍ୟକ୍ତିର ଛୁଆ ଜନ୍ମ ହେଇଥିବ, ସେଦିନ କଣ ସେଇ ସମୟରେ ଆଉ କେହି ଜନ୍ମ ହେଇନଥିବେ? ସେମ୍ ହସ୍ପିଟାଲ ଆଉ କଣ କେହି ଜନ୍ମ ହେଇନଥିବେ? ହେଇଥିବେ। ଆରେ ଏସସିବି ଯିବ, ଗୋଟେ ଟାଇମରେ କଣ ଗୋଟେ ଛୁଆ ଜନ୍ମ ହଉଛି? ବହୁତ ସାରା ଛୁଆ ଜନ୍ମ ହଉଛନ୍ତି, ସେମ୍ ହସ୍ପିଟାଲ ସେମ୍ ଲୋକେସନରେ। ତାହେଲେ ଗୋଟେ ପିଲା ଜନ୍ମ ହଉ ହଉ ଭାରତର ସବୁଠୁ ବଡ ଧନୀ ଘରର ଛୁଆ ହେଇକି ଜନ୍ମ ହେଲା। ଆଉ ଗୋଟେ ଛୁଆ ସେମ ଟାଇମରେ ସେମ ହସ୍ପିଟାଲରେ ଜନ୍ମ ହେଲା, ସିଏ ଗୋଟେ ଝୋପଡ ପଟରେ ରହିଲା ବାଲା ହେଲା। ତାହେଲେ ଏଠି ଡିଫରେନ୍ସ ଆମେ କଣ କହିବା? କି ସେ ଅଲରେଡି ତାର ପୁଣ୍ୟ ଫଳ ମାଧ୍ୟମରେ ସେତିକି ଆକ୍ୱାର କରି ନେଇଛି, ଯାହା ଦ୍ଵାରା ସେ ଧନୀ ଘରେ ଜନ୍ମ ହେଲା। ହୁଁ ଆରେ ଆପଣ ମାନେ ଦେଖିଥିବେ ଗୋଟେ ଛୋଟ ଛୋଟ ଛୁଆ ମାନେ ଥିବେ ଏମିତିଆ ଗୀତ ବୋଲୁଥିବେ ଯେ ତମକୁ ଲାଗିବ କି ଇଏ ବୋଧେ ବହୁତ ସାରା ରିଆଜ କରିକି ରଖିଛି ତା ପ୍ରିଭିୟସ ଲାଇଫ, ହୁଁ, ପୂର୍ବ ଲାଇଫରେ। ପୂର୍ବ ଲାଇଫ। ସେମିତି ୟାର ବି ହେଇଥିବ। ତାହେଲେ ୟାର କର୍ମ ଆଉ ୟାର ମନ ୱେଲ୍ଥରେ ପରିପୂର୍ଣ୍ଣ ହେଇଗଲା, ୟାର କର୍ମ ୟାର ମନ ଗରିବୀରେ ପରିପୂର୍ଣ୍ଣ ହେଇଗଲା। ତେଣୁ ଯୋଉ ଲୋକମାନେ ଫୋର୍ଥ ଆଉ ଟେନ୍ଥ କୁ ବାଲାନ୍ସ କରିନାହାନ୍ତି, ସେମାନେ ତାଙ୍କ ଜୀବନ ସହିତ ଅପବର୍ତ୍ତନ ହିଁ କରିବେ, ଉଦ୍ବର୍ଦ୍ଧନ କରିପାରିବେନି। ଅପବର୍ତ୍ତନ ଆଉ ଉଦ୍ବର୍ଦ୍ଧନର ଗୋଟେ ପୁରା ହାର୍ଡକୋର ସଂସ୍କୃତ ୱାର୍ଡ ହେଇଯାଉଛି, ତାକୁ ମୁଁ ଭଲସେ ବୁଝେଇ ଦଉଛି। ଯଦି ମୁଁ ଦଶମ ଶ୍ରେଣୀରେ ପାଠ ପଢିଲି, ସାର୍ଟିଫିକେଟ ଆଚିଭ କରିଦେଲି, ମତେ କଣ ଏଇଟ୍ସ ଏକ୍ସାମ ଆଉଥରେ ଦେବାକୁ ପଡିବ ନା କଣ?
ମୁଁ ଯଦି +2 ରେ ପାଠ ପଢିଲି, ଏକ୍ଜାମ କ୍ଲିୟର କରି ସାର୍ଟିଫିକେଟ ଦେଲି, ପାସ୍ କରିଗଲି, 65% ରଖିଲି, ମତେ 10th ରେ ମୁଁ ଯଦି 50% ରଖିଥିବି, ମତେ 10th ଏକ୍ଜାମ ଆଉ ଥରେ ଦେବାକୁ ଦେବେ? କାରଣ ବେସିଂ ଅନ୍ 10th ସାର୍ଟିଫିକେଟ ମୁଁ +2 ଆଡମିସନ କରି। ଠିକ ସେମିତି ତମ ଲାଇଫରେ ପ୍ରିଭିୟସଲି କଣ ହେଇଥିଲା ତୁମେ ଜାଣିନ, ଏ ଲାଇଫରେ ତମକୁ 410 ର ଆକ୍ସିସ ରେ ଏମିତି ଜିନିଷ ମିଳିଗଲା, ଏବେ ତମର କଣ ହବ? ତୁମେ ସେ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିବ, ଆଉ ତମେ ସେ ପରିସ୍ଥିତି ହିସାବରେ ନାଚିବ, ନା ତୁମେ ସେଇ ଚ୍ୟାଲେଞ୍ଜକୁ ବୁଝି ତଦନୁପାତିକ କର୍ମ କରିବ? ତେଣୁ ଉଦ୍ବର୍ଦ୍ଧନ ମାନେ ଆଗେଇ ଯିବା ଭଲ ଦିଗରେ, ଅପବର୍ତ୍ତନ ମାନେ ଯୋଉଠି ଅଛ ସେଠୁ ପୁଣି ବ୍ୟାକ୍ ଫେରିବା। ଏବେ ଆସିବ ଥାର୍ଡ ଆସ୍ପେକ୍ଟ। କିଛି ସମୟ ପୂର୍ବରୁ କହୁଥିଲି, ଯୋଉଦିନ ତୁମେ ଜନ୍ମ ହେଲ ତମକୁ ଭଗବାନ ତମର ଚାର୍ଟ ଦେଇଥିଲେ, ସେ ଚାର୍ଟ କେତେବେଳେ ଚେଞ୍ଜ ହବ ନା ତୁମେ ଯେତେବେଳେ ଆଉଥରେ ମରିକି ଆଉଥରେ ଜନ୍ମ ହବ। ଦେयर ଇଜ ନୋ ଅଦର ଅପସନ। ଆଉ ଯୋଉମାନେ ଆତ୍ମହତ୍ୟା କରନ୍ତି, ତୁମେ ଧର୍ମଶାସ୍ତ୍ର ଉଠେଇକି ପଢିଦବ, କଳିଯୁଗର ଧର୍ମଶାସ୍ତ୍ର, ପରାଶର ଧର୍ମଶାସ୍ତ୍ର କୁହାଯାଏ। ସେଠି କୁହାଯାଇଛି କି 60,000 ବର୍ଷ ପର୍ଯ୍ୟନ୍ତ 60,000 ମାନବ ବର୍ଷ ପର୍ଯ୍ୟନ୍ତ ସେ ନର୍କ ଭୋଗ କରିବ, ଏବଂ ତାର ମୁକ୍ତି ଏତେ ଇଜି ନୁହେଁ। ମୁଁ ଆତ୍ମହତ୍ୟାର କଥାଟା କାହିଁ ଉଠଉଛି? କାରଣ ଯାର ମନ ପୀଡିତ ହେଇଗଲା ସେ କେତେବେଳେ ବି ଆତ୍ମହତ୍ୟା କରିଦେଇପାରେ ଭାଇ। ଆଉ ଯଦି ଆତ୍ମହତ୍ୟା ନ କଲା, ତାହେଲେ ସେଲ୍ଫ ନିଜକୁ ଘାତ କଲା ଭଳିଆ କାମ ସେ କରିବ ହିଁ କରିବ, ନିଜକୁ ପୀଡା ଦେଲା ଭଳିଆ କାମ ସେ କରିବ ହିଁ କରିବ। ଗୋଟେ ୱାର୍ଡରେ କହିଲେ ସେ ଭସ୍ମାସୁର ହବ ହିଁ ହବ। ଏବଂ ଏହା ଦ୍ୱାରା କାହାର ଲାଭ ହେଲା? ଏତେ ତପ କଲା ଭସ୍ମାସୁର, ସମସ୍ତେ ଭସ୍ମାସୁରର ନେଗେଟିଭ ଆସ୍ପେକ୍ଟ ଟାକୁ ନିଅନ୍ତି। କଣ ନେଗେଟିଭ ଆସ୍ପେକ୍ଟ? କି ସେ ଶିବଙ୍କ ପଛରେ ଗୋଡେଇଲା, ତାର ଇଣ୍ଟେନସନ ଖରାପ ଥିଲା, ଯାହାବି। କିନ୍ତୁ ତାର ପଜିଟିଭ ଆସ୍ପେକ୍ଟ ବି ଅଛି। ସେଇ ମହାଦେବ ଯିଏ, ମହାଦେବଙ୍କୁ ଯିଏ ତାର ତପ ଦ୍ଵାରା ବାଧ୍ୟ କରିଦେଲା, ସାମ୍ନାରେ ପ୍ରକଟିତ ହେଇକି ତା ମନ ଚାହା ବର ଦେବାକୁ, ମହାଦେବ କଣ ମୂର୍ଖ ଥିଲେ? ସେ ଜାଣିନଥିଲେ ଏଇ ଲୋକଟାକୁ ମୁଁ ଯଦି ଏଇଆ ବର ଦେବି, ଯିଏ ସଂସାରର, ଯାହାଙ୍କ ଜ୍ଞାନର ପ୍ରକାଶରେ ସଂସାର ଆଲୋକିତ, ସର୍ବଜ୍ଞାନେଶ୍ଵର ଭୈରବାଙ୍କ ନୀଳ, ସ୍ୱୟଂ ଜଗଦମ୍ବା ଯାହାଙ୍କ ପାଖରେ ଲୀଳା ମାଧ୍ୟମରେ ତନ୍ତ୍ରଶାସ୍ତ୍ରର ଶ୍ରବଣ କଲେ, ତାଙ୍କୁ କଣ ଜଣା ନଥିଲା ଯେ ୟାକୁ ମୁଁ ଯଦି ଏଇ ବର ଦେବି, ଇଏ ମତେ ମୋ ଉପରେ ହିଁ ପ୍ରୟୋଗ କରିବ? ସବୁ ତାଙ୍କୁ ଠିକ ଜଣାଥିଲା। ସେ ତ୍ରିକାଳଜ୍ଞ, ଯିଏ ସବୁ ଜିନିଷକୁ ନିୟନ୍ତ୍ରିତ କରୁଛନ୍ତି, ତାଙ୍କୁ ଜଣା ନାହିଁ। କିନ୍ତୁ ସେ ଭସ୍ମାସୁରର ପାୱାର ଦେଖ, କି ଭାଇ ସେ ଏତେ ମାତ୍ରାରେ ତପ କଲା ଯେ ସ୍ୱୟଂ ମହାଦେବଙ୍କୁ ତାଙ୍କ ସାମ୍ନାରେ ଆସିକି ତା ମନ ଚାହା ବର ଦେବାକୁ ବାଧ୍ୟ ହବାକୁ ପଡିଲା। ହେଲେ ରେଜଲ୍ଟ କଣ ହେଲା? ତେଣୁ ତୁମେ କଣ ପାଇବ ସେଟା ତ ସେକେଣ୍ଡ ହାଉସ କହିବ, ହେଲେ ତୁମେ କେତେ ଧରିକି ରଖିପାରିବ ସେଟା ଫୋର୍ଥ ହାଉସ କହିବ। ତୁମେ କେତେ ପାଇବ ତ ସେଟା ସେକେଣ୍ଡ ହାଉସ କହିଲା, ତୁମେ କେତେ ଧରିକି ରଖିବ ସେଟା ଫୋର୍ଥ ହାଉସ କହିବ। ଏବେ କଣ ଧରିକି ରଖିବ ରେ ବାବା ତମେ? କାହାକୁ ଧରିକି ରଖିବ? କଣ ଧରିକି ରଖିବ? ଭଲ ନା ଖରାପ? ଆରେ ସୂର୍ଯ୍ୟ ତାର କିରଣ ଦଉଛି, ସେ ନାଳରେ ପଡିଲେ ବି ପାଣି ଶୋଷ କରିବ, କଟକର ସେ ଯୋଉ ନାଳିରେ ପଡିଲେ ବି ପାଣି ଶୋଷ କରିବ, ସମୁଦ୍ରରେ ପଡିଲେ ପାଣି ଶୋଷ କରିବ, ଆଉ ଯୋଉଠି ପଡିଲେ ପାଣି ଶୋଷ କରିବ। କାରଣ ତାର ସେଟା ଧର୍ମ। ସେ ଲୁଣକୁ ଛାଡିଦବ ପାଣି ନବ, ନାଳିର ଗନ୍ଦଗିକି ଛାଡିଦବ ପାଣି ନବ, ପାଣି ନବାଟା ତାର ଧର୍ମ। ଏବେ ଆମେ ପଳେଇ ଆସିବା ଫୋର୍ଥ, ଏଇଟା କେତେ ନମ୍ବର ଆସ୍ପେକ୍ଟ ଗଲା? 4, ହୁଁ 4 ଗଲା ବୋଧେ। ହୁଁ 5 ନମ୍ବର ଆସ୍ପେକ୍ଟ ପଳେଇ ଆସିବା। ଜୀବନରେ ଯେବେ ଯେବେ କୌଣସି ଲୋକକୁ ପ୍ରୋବ୍ଲେମ ଆସିଛି, ସେ ପୀଡିତ କୋଉଠି ହୁଏ ସର୍ବପ୍ରଥମେ? ତାର ଆଂଜାଇଟି କୋଉଠି ହୁଏ? ତାକୁ ଦୁଃଖ କୋଉଠି ମେହସୁସ ହୁଏ?
ତାକୁ ମନରୁ। ଆନନ୍ଦର ଅନୁଭୂତି କୋଉଠି ହୁଏ? ମନ। ସେ ଯେତେବେଳେ ଧର କିଛି ଗୋଟେ ନୂଆ ଆଚିଭ କରିଦେଲା, ତାକୁ ଯୋଉ ମଝିରେ ଯୋଉ ଖୁସିଟା ଆସେ ସେଇଟା କୋଉଠି ଆସେ? ମନରୁ ହିଁ ଆସେ। ଏବେ ସେ ମନଟା ମରିଗଲା, ସେଠୁ ତାପରେ ଚାଲେ ଜୀବନ ଦାସ ହବ। ସେଇଥିପାଇଁ ମାର୍କଣ୍ଡ ପୁରାଣରେ ଯଦି ଶ୍ରୀ ଶ୍ରୀ ଚଣ୍ଡୀ ପଢିବ, ଶ୍ରୀ ଶ୍ରୀ ଚଣ୍ଡୀର ଗୋଟେ ମସ୍ତ ଶ୍ଲୋକ ଅଛି। ୟା ଦେବୀ ସର୍ବଭୂତେଷୁ ଚେତ ନିତ୍ୟ ବିଧୀୟତେ ନମସ୍ତସ୍यै 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 ନମୋ ନମଃ। ଇନ୍ଦ୍ରିୟାଣାମ୍ ଅଧିଷ୍ଠାତ୍ରୀ ଭୂତାନାଂ ଚାଖିଲେଷୁ ଯ ଭୂତେଷୁ ସତତଂ ତସ୍यै ବ୍ୟାପ୍ତି ଦେବ୍यै ନମୋ ନମଃ। ଚିତି ରୂପେଣ ୟା କୃଷ୍ଣ মেতদ ব্যাপ্য সীতা জগৎ নমস্তস্যৈ 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 নমো নমঃ। তুতা সুরৈ পূর্বম অভীষ্ট সংসরা তথা সুরেন্দ্রণ দীনেষু সেবিতা করতু সান শুভেতুরেশ্বরী শুভানি ভদ্রাণি বিয়ন্তু চাপদ। या संप्रतं चोद्धत दैत्यतापि दೈ रत्न विरिचे च सूर्य नमस्यति या च स्मृता तत्क्षणत्मे भवन्ति न सर्वापद भक्ति विनम्र मूर्ति ବି। ଏଇଟା ଏତେ ବଡ ଶ୍ଲୋକର ଏଟା ଫ୍ଲୋ ଥିଲା, ସେଥିପାଇଁ ମୁଁ କହିଦେଲି, ଏତେବେଳେ କହିବା କିଛି ଆବଶ୍ୟକତା ହେଇନଥିଲା। କିନ୍ତୁ ଏ ଶ୍ଲୋକରେ ସେଇ 4 ଆଉ 10 ର ଆକ୍ସିସ କୁ ବହୁତ ଭଲସେ ଡିଲ୍ କରାଯାଇଛି କି ହେ ଜଗଦମ୍ବା, ତୁ ହଉଛୁ ଚେତନାର ଅଧିଷ୍ଠାତ୍ରୀ ଦେବୀ। ଚେତନା ମନ ଭିତରେ ହିଁ ଆସେ। ମନ ହଉଛି ଇନ୍ଦ୍ରିୟର ଅଧିଷ୍ଠାତ୍ର ଇଏ। ଭାଇ ମନ ହେଲା ମୁଁ ବୁଲିବାକୁ ଚାଲିଲି, ମନ ହେଲା ମଦ ପିଇଲି, ମନ ହେଲା ଗଞ୍ଜେଇ ଟାଣିଲି, ମନ ହେଲା କାହାକୁ ଲାଇନ ମାଇଲି, ମନ ହେଲା ଅନୀତି କଲି, ମନ ହେଲା ଅବିବେକୀ କାମ କଲି, ମନ ହେଲା ରାଗିଲି। ମନ କହିବ ନା ତମକୁ, ଭାଇ ତୁ ଏଇଟା କର, ତୁ ସେଇଟା କର, ତୁ ସେଇଟା କର, ତୁ ସେଇଟା କର। ତୁମେ ତା ହିସାବରେ ନାଚ, ତମ ମନ ତମକୁ ନଚାଏ। ତୁମ ମନ ହିଁ କହେ ଆଜି ଏ କାମଟା କରନା, କାଲି କରିବା, ଚଳା ସେ ଯେତେ ଇମ୍ପୋର୍ଟାଣ୍ଟ କାମ ହେଇଥାଉ, କରିବନି ତମେ। ତୁମ ମନ ହିଁ କହେ ଏଇ ଜିନିଷଟା କର 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 କର, ଲୋଭ ଲାଳୟତ ତମେ ଲୋଭ ହିଁ କର। ଏବେ ଆସିଯିବା ପୁରା ମେନ୍ ଆସ୍ପେକ୍ଟ କୁ। ଯାହାର ମନ ପୀଡିତ ଅଛି ତାକୁ ଭାଇ ଶକ୍ତିର ଉପାସନା କରିବାକୁ ହବ, ଜଗଦମ୍ବାର ଉପାସନା କରିବାକୁ ହିଁ ହବ, ନହେଲେ ସେ ହବନି। ତାର କନସିୟସନେସ୍ କୁ ସେ ନିଜେ ଚାହିଁଲେ କରିପାରିବନି। ୟା ଗୁରୁ ପ୍ରଦତ୍ତ ମନ୍ତ୍ରକୁ ଜପିବାକୁ ହବ। ହେବ ହିଁ ନାହିଁ, କରି ହିଁ ପାରିବନି ତମେ ତମେ ନିଜ ବ- ଆତ୍ମସଂଯମ ତାକୁ ବିବେକକୁ ଜାଗ୍ରତ କରି। ସେ ବଳଟା କେବଳ ଜଗଦମ୍ବା ହିଁ ଦବ। ଯଦି ମନ ଠିକ ଅଛି କାମ ଠିକ ଚାଲିବ, ଯଦି ମନ ଖରାପ ଅଛି ତାହେଲେ କାମ ଖରାପ ହେଇଯିବ। ୟା ଏଇ ଆଠୁ ସହଜ ସରଳ ଜିନିଷ କିଛି ନାହିଁ। ପୁରା ଲାଷ୍ଟ ଆସ୍ପେକ୍ଟ କୁ କହୁଛି, ଶନୀଶ୍ୱର ମହାରାଜଙ୍କୁ କୁହାଯାଏ କାଳ। ଶନୀଶ୍ୱର ମହାରାଜ ରିପ୍ରେଜେଣ୍ଟସ୍ ଟାଇମ। ଟାଇମ ମାନେ ହେଲା ସମୟ। ସମୟ ଯାହାକୁ ତମ 1000 କୋଟି ଟଙ୍କା ଦେଲେ ମଧ୍ୟ ତମର ପଛ 20 ସେକେଣ୍ଡ 20 ମିନିଟ ଏବେ ଆମେ ଯୋଉ ଡିସ୍କସନ କରୁଛୁ ଆଉ ଫେରିବନି। ଆରେ 10ଟାରୁ କ୍ଲାସ ଆରମ୍ଭ ହେଲାଣି, 10ଟା 27 ବାଜିଲାଣି। ମୁଁ ଯଦି 1000 କୋଟି ଟଙ୍କା କାହାକୁ ଡୋନେସନ ଦେବି, ବା ପୁରା କହିବି ବିଶ୍ଵ ବ୍ରହ୍ମାଣ୍ଡ ନେଇଯା, ଏ 27 ମିନିଟ ମତେ କିଏ ଫେରେଇ ଦବ? ମୁଁ ବ୍ୟାକ୍ ଦେଇପାରିବି ସେ 27 ମିନିଟ କୁ? ତେଣୁ ଯାହା ଅଛି ପ୍ରେଜେଣ୍ଟରେ ଅଛି। ଯଦି ପ୍ରେଜେଣ୍ଟ ଷ୍ଟେଟ୍ ଅଫ ମାଇଣ୍ଡ ଠିକ ଅଛି, କାମ ଠିକ ଚାଲିବ। ଯଦି ପ୍ରେଜେଣ୍ଟ ଷ୍ଟେଟ୍ ଅଫ ମାଇଣ୍ଡ ଗଡବଡ ଅଛି, କାମ ଗଲା। ଆଉ ଗ୍ରହ ମାନେ ବୁଲୁଛନ୍ତି। ଶନୀଶ୍ୱର ମହାରାଜ ଯଦି ବୁଲୁ ବୁଲୁ ତମ 4th ହାଉସ କୁ ପଳେଇ ଆସିଲେ, ବସିଲେ, ଶନୀଶ୍ୱର ମହାରାଜଙ୍କର କାରକ ତତ୍ଵ ହଉଛି, ସେ ତ ଗ୍ରହ ଜଗତର ଦୁଃଖ ଦୈନ୍ୟ ପୀଡା ନ୍ୟାୟ ଏଇ ସବୁ ଜିନିଷର ତାଙ୍କର ନିଜର ନୈସର୍ଗିକ କାରକ ତତ୍ଵ, ସେ ତମକୁ କଣ ଦେବେ? ଦୁଃଖ ଦୈନ୍ୟ ପୀଡା ଦେବେ କି ନାହିଁ? ମନ ରିଲେଟେଡ ପରେଶାନୀ ଦେବେ କି ନାହିଁ? ଇଭିନ ଇଫ ସେ ଲଗ୍ନର କାରକ ଗ୍ରହ ହେଇଥାନ୍ତୁ। ଯେମିତି ଘୁଷୁରୀ ପ୍ରକୃତି ମଲେ ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ। ଗ୍ରହ ମାନେ କଣ ନିଜର କ୍ୟାରେକ୍ଟର ଛାଡିଦେବେ? ସେମାନେ ଦେବା କଥା ଦେବେ, ପୀଡା ଦୁଃଖ ଦୈନ୍ୟ ଭଲ ବି ଦେବେ, ଖରାପ ବି ଦେବେ। କିନ୍ତୁ ଯିଏ ଯାହାର, ଏବେ ଜୁପିଟର ହେଇଥାନ୍ତେ, ବୃହସ୍ପତି ହେଇଥାନ୍ତେ, ଯେମିତି ବସିଲେ ଯାହା ଦେଇଥାନ୍ତେ, ଶନିଚର ମାର କଣ ସେଇଆ ଦେଇଦେବେ କି? ତେଣୁ ମଣିଷକୁ ବୁଝି ରଖିବା ଦରକାର ଯେ ଯେତେବେଳେ ଯେତେବେଳେ ଜୀବନରେ ପୀଡା ଆସିବ, ଯେତେବେଳେ ଯେତେବେଳେ ସ୍ଵାଧୀନତାକୁ ତମେ ସ୍ୱେଚ୍ଛାଚାରିତା ବୋଲି ମନେ କରିକି କର୍ମ କରିବ, ସେତେବେଳେ ସେତେବେଳେ ତମ କର୍ମଟା ସେଇ ହିସାବରେ ଅପରେଟ ହବ।
ଆତ୍ମ ଫଳ ବି ପାଇବ ସେଇଭଳି, ଯୋଉଭଳି କରିବ କର୍ମ। ତେବେ ଆଜିର ସେସନରେ ମୁଁ ଗୋଟେ ଇନସାଇଟ୍ ଦେଲି 4 ଆଉ 10 ର ଆକ୍ସିସ ର। ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।